ଯିଏ ଦିନେ କୋଟି କୋଟି ଓଡ଼ିଆଙ୍କୁ ନିଜ କମେଡି ମାଧ୍ୟମରେ ହସାଉଥିଲେ, ଯାହାର ଭିଡ଼ିଓ ଦେଖି ଲୋକ ନିଜ ଦୁଃଖ ଭୁଲି ଯାଉଥିଲେ, ଆଜି ସେ ନିଜେ ଭାଙ୍ଗି ଯାଇଛନ୍ତି। ହଁ, ମୁଁ କହୁଛି ଆପଣଙ୍କ ପ୍ରିୟ ମିଷ୍ଟର କୁଲୁଆ ଏବଂ ତାଙ୍କର ପତ୍ନୀ ବର୍ଷାଙ୍କ କଥା। ସୋସିଆଲ ମିଡ଼ିଆରେ ଚାଲିଥିବା ଏହି ଯୁଦ୍ଧ କେବଳ ଏକ ବିବାଦ ନୁହେଁ, ବରଂ ଏହା ଆମ ସମାଜ ଏବଂ ଆମ ବ୍ୟକ୍ତିଗତ ଜୀବନ ପାଇଁ ଏକ ବଡ଼ ଶିକ୍ଷା ଅଟେ। ବର୍ତ୍ତମାନ ନ୍ୟୁଜ୍ ଅନୁସାରେ ଗୁଲୁଆ ଅଭିଯୋଗ କରିଛନ୍ତି ଯେ ତାଙ୍କୁ 50 ଲକ୍ଷରୁ 1 କୋଟି ଟଙ୍କା ପାଇଁ ବ୍ଲାକମେଲ୍ କରାଯାଉଛି ଓ ଜୀବନରେ ମାରିଦେବାକୁ ଧମକ ମଧ୍ୟ ମିଳୁଛି। ଅନ୍ୟପଟେ ତାଙ୍କର ପତ୍ନୀ ବର୍ଷା ଗଣମାଧ୍ୟମ ସାମ୍ନାକୁ ଆସି ଗୁଲୁଆଙ୍କ ବିରୁଦ୍ଧରେ ପରକୀୟା ପ୍ରୀତି, ମାନସିକ ଓ ଶାରୀରିକ ନିର୍ଯାତନାର ସାଂଘାତିକ ଅଭିଯୋଗ ଆଣିଛନ୍ତି। ବନ୍ଧୁଗଣ, ପରଦା ଉପରେ ଦିଶୁଥିବା ଚକମକ ଜୀବନ ଆଉ ବାସ୍ତବ ଜୀବନ ଭିତରେ ଆକାଶ ପାତାଳ ପାର୍ଥକ୍ୟ ଥାଏ। ଆମେ ଯାହାକୁ ସୁଖୀ ପରିବାର ଭାବୁ, କି ଜାଣି ସେଠି କେତେ ଯନ୍ତ୍ରଣା ଲୁଚିକି ଥାଏ ତାହା କାହାକୁ ଜଣାନଥାଏ। ଯେମିତି ଆଗରୁ ଟୁଙ୍ଗୁରୁ ଆଉ ବର୍ଷା, ଯେମିତି ଆଗରୁ ଅନୁଭବ ଆଉ ବର୍ଷା, ଏବେ ଗୁଲୁଆ ଏବଂ ବର୍ଷା। ଏହି ଘଟଣାରୁ ଆମକୁ 3ଟି ଜିନିଷ ଶିଖିବାକୁ ମିଳୁଛି: ସଫଳତା ଓ ତାର ଚରିତ୍ର। ଆପଣ ଦୁନିଆରେ ଯେତେ ବଡ଼ କଳାକାର ବା ସଫଳ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଯଦି ଆପଣଙ୍କ ନିଜ ଘର ସୁରକ୍ଷିତ ନୁହେଁ, ତେବେ ସେ ସଫଳତା ମୂଲ୍ୟହୀନ। ସୋସିଆଲ ମିଡ଼ିଆର ପ୍ରଦର୍ଶନ। ସବୁବେଳେ ମନେ ରଖନ୍ତୁ, ଲୋକଙ୍କ ଆଗରେ ହସି ହସି ରିଲ୍ସ ବନେଇବା ଅପେକ୍ଷା ନିଜ ସାଙ୍ଗସାଥି ସହିତ ଖୋଲାଖୋଲି କଥା ହେବାଟା ଅଧିକ ଜରୁରୀ। ସମସ୍ୟା ଲୁଚାଇଲେ ତାହା ଦିନେ ବିସ୍ଫୋରଣ ହୋଇ ବାହାରି ପଡ଼େ। ବିଶ୍ୱାସ ଓ ସମ୍ମାନ। ଗୋଟିଏ ସମ୍ପର୍କରେ ପ୍ରେମ ଥାଉ କି ନଥାଉ, ସମ୍ମାନ ରହିବା ନିହାତି ଆବଶ୍ୟକ। ଯେତେବେଳେ ସମ୍ମାନ ଶେଷ ହୋଇଯାଏ, ସେତେବେଳେ ସମ୍ପର୍କ ସର୍ବସାଧାରଣରେ ନିଲାମ ହୋଇଯାଏ। ସମାଜକୁ ବାର୍ତ୍ତା। ଆଜି କେହି ଗୁଲୁଆଙ୍କୁ ସପୋର୍ଟ କରୁଛି ତ କେହି ବର୍ଷାଙ୍କୁ, କିନ୍ତୁ ପ୍ରକୃତ କଥା ହେଉଛି ଏହି ଲଢ଼େଇରେ କେହି ଜିତିବେନି, ବରଂ 2ଟି ହୃଦୟ ଏବଂ ଏକ ସଂସାର ସବୁଦିନ ପାଇଁ ହାରିଯିବ। ଯଦି ଆପଣଙ୍କ ଜୀବନରେ ବିବାଦ ଅଛି, ତାକୁ ଆପଣ ଘରେ ବସି ସମାଧାନ କରନ୍ତୁ। ସୋସିଆଲ ମିଡ଼ିଆ କେବଳ ଆପଣଙ୍କୁ ଟ୍ରୋଲ କରିପାରେ, ଆପଣଙ୍କୁ କେବେ ସମାଧାନର ବାଟ ଦେବ ନାହିଁ। ମଣିଷ ପାଇଁ ତାର ପରିବାର ହିଁ ସବୁଠାରୁ ବଡ଼ ସମ୍ପତ୍ତି। ଏବେ ଶେଷ କଥା, ଆଶା କରୁଛି ସତ୍ୟର ଜୟ ହେବ ଏବଂ ପ୍ରଶାସନ ଏହାର ସଠିକ୍ ତଦନ୍ତ କରିବ। ଆମେ ଏତିକି କହିବୁ, ହସନ୍ତୁ ଏବଂ ଅନ୍ୟକୁ ହସାନ୍ତୁ, କିନ୍ତୁ ଭିତରୁ ଖୁସି ରହିବାକୁ ମଧ୍ୟ ଚେଷ୍ଟା କରନ୍ତୁ। ତେବେ ଆପଣଙ୍କ ମତରେ ପ୍ରକୃତରେ ଦାୟୀ କିଏ? ନିଶ୍ଚୟ ମୋତେ କମେଣ୍ଟ କରି ଜଣାନ୍ତୁ। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ। ଧନ୍ୟବାଦ।